ଓଡ଼ିଶାର କଟକ ଲୋକସଭାର ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ସବୁଠୁ ଧନୀ ପ୍ରାର୍ଥୀ ଏବଂ ଚମ୍ପୁଆ ବିଜେଡି ବିଧାୟକ ସୋନା ମହାକୁଡ଼ଙ୍କ ସମ୍ପତ୍ତି 152 କୋଟି। ଚଳିତ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ସନ୍ତୃପ୍ତ ମିଶ୍ର। ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ଏଚ୍ଆର୍ ମୁଖ୍ୟ ହେଉଛନ୍ତି ସନ୍ତୃପ୍ତ, ଯିଏକି ଏବେ କଟକ ଆସନରୁ ବିଜେଡି ଟିକଟରେ ସାଂସଦ ପ୍ରାର୍ଥୀ ହୋଇଛନ୍ତି। ମେ 3 ତାରିଖରେ ସନ୍ତୃପ୍ତ ମିଶ୍ର ପ୍ରାୟ 461 କୋଟି ଟଙ୍କାର ସମ୍ପତ୍ତି ଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଆଦିତ୍ୟ ବିର୍ଲା ଗ୍ରୁପ ଛାଡ଼ିବା ପରେ ସେ ଫେବୃଆରୀ ମାସରେ ବିଜେଡିରେ ଯୋଗ ଦେଇଥିଲେ। ଶୁକ୍ରବାର ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ସତ୍ୟପାଠରେ ସେ ଦର୍ଶାଇଛନ୍ତି ଯେ ତାଙ୍କ ପାଖରେ 53 କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଏବଂ 408 କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। 2021, 2022-2023 ବର୍ଷ ପାଇଁ ତାଙ୍କ ଆଇଟିଆର୍ରୁ ତାଙ୍କ ଆୟ ଯଥାକ୍ରମେ 76 କୋଟି ଏବଂ 66 କୋଟି ଥିଲା। ସନ୍ତୃପ୍ତ କହିଛନ୍ତି ଯେ ତାଙ୍କ ପାଖରେ ପ୍ରାୟ 4 କୋଟି ଟଙ୍କା ବ୍ୟାଙ୍କ ଜମା ରହିଛି, ଯେଉଁଥିରୁ 100 ପାଉଣ୍ଡ ବା 10,521 ଟଙ୍କା ସେ ଲଣ୍ଡନର ଏକ ବ୍ୟାଙ୍କରେ ରଖିଛନ୍ତି। ସେହିପରି ବିଜେଡିର ଚମ୍ପୁଆର ବିଧାୟକ ପ୍ରାର୍ଥୀ ସୋନା ମହାକୁଡ଼ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କର 152 କୋଟି ଟଙ୍କାର ସମ୍ପତ୍ତି ଥିବା ଘୋଷଣା କରିଛନ୍ତି। ସେଥିମଧ୍ୟରୁ 121 କୋଟି ଟଙ୍କା ପରିବହନ ସାମଗ୍ରୀର ଆନୁମାନିକ ମୂଲ୍ୟ। 2014ରୁ ଚମ୍ପୁଆରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ବିଜୟୀ ହୋଇଥିଲେ। ସେତେବେଳେ ତାଙ୍କ ପାଖରେ ପାଖାପାଖି 51 କୋଟି ଟଙ୍କାର ସମ୍ପତ୍ତି ଥିଲା। ଭିଡ଼ିଓଟି ଭଲ ଲାଗି ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏଭଳି ଇନଫର୍ମେସନ୍ ପାଇଁ ଧନ୍ୟବାଦ।